स्वामी परित्यक्ता तो के दीटा विधवा संतान दबी अला रिसेंट प्रोडक्ट मो पई पूरा 700 कोन सन्ना ना पिसी मामू मते एटा डके जने तांकर एकमात्र झियो को हिस्ट्री कोचिंग करिया ने प्रथम झियो रो ज्योग्राफी देखिबा तापर हिस्ट्री कथा चिंता करिबा मामू करे अच्छा मामू तमे कोठी किए डाकू जल्दी बापा पूजा पाठ करूछन टिके अपेक्षा करंतु रे बोपा सिना पूजा पाठ करछि झियो कोन पाखरे बसी घ घ घ घंटी होछि कोठु आरंभ करबी कहला माने आ मो जळ जळ करी चाहिनो छी तमे एका विशेष सब गळ गळ करी कहि पके जाओ अच्छा प्रथमे परिचय आरंभ करी ना कार्य आरंभ करी प्रथमे आपण का परिचय प्रदान करंतु आपण किए मो हां मो हली बीपीएल बीपीएल हां खाए का को बड़ बड़ पाख लोक मनीष तुम आगे ठिया खुंटा भाया तुम कौन मत दी टंकिया बीपीएल चाउल खाई बसलनी क्षमा कर काम कर पिसी मामू को डकै दियो पिसी मामू मत डकै दियो तांकर एकमात्र झियो को हिस्ट्री कोचिंग करिया बे कथा कौन की जे जन्म होला पर ता मां मरि गला सेतरे पुना तेजी खाउती तार ଗୋଟେ ଖରାପ ଅଭ୍ୟାସ ହେଲା कोन खराब अभ्यास ସେ ଖାଇବ खाइबो खाली ହେଲେ ଆପଣ ଗୋଟେ କାମ କରନ୍ତୁ ଆସିଲା ବେଳେ ମୂଳା ଗାଜର ଭେଣ୍ଡି କାକୁଡି ଆଉ ତାର ଗୋଟେ ପ୍ରିୟ ଜିନିଷ मामू प्रिय जिनसटा कोन टे कह କଦଳୀ ନେଇକି ଆସିଲେ ମାଗିଲା ସାଙ୍ଗେ ଫଟାଫଟ ଦେଇଦେବେ ଏ ମା ସାରକୁ ପ୍ରଣାମ କରୁଛୁ ସେଥିରେ ମୁଁ ଢିଲା ରଖିନି ବାପା ସାରଙ୍କ ପାଦ ଧୂଳି ଆଣି ମୋ ମୁଣ୍ଡରେ ମାରିଛି ଆଉ ଥରେ ଦଉନାହାନ୍ତି ଆଜି ଏତିକି ଥାଉ କାଲିକି ନେଇଛୁ ଏ ସାର୍ हां ମୋ ଝିଅର ହିଷ୍ଟ୍ରି ପ୍ରତି କାହିଁକି ଦୁର୍ବଳ ରହୁଛି କହିଲେ ସାର୍ ए मामू मु ना माने कथा कोन जी आपन झियो को देखला पटु मु जान सली से निश्चय हिस्ट्री दुर्बल थिबो सते हां माने जार ज्योग्राफी जत्ता बोला से हिस्ट्री रे पूरा दुर्बल ଆପଣ ଆଉ ଚିନ୍ତା କରନ୍ତୁନି ବାପା ସାର ଠିକ କହିଛନ୍ତି ମୋର ଜିଓଗ୍ରାଫି ରେ ବହୁତ ଭଲ ନମ୍ବର ରହୁଛି କାହିଁକି କେଜାଣି ହିଷ୍ଟ୍ରି ତ ଜମା ହଉନି केमिति मन रहइबो हिस्ट्री प्रति मन देले सिना मन रहइबो ନାଇଁ ଆପଣ ଆସିଗଲେ ମନ ଦବ କଣ ଦେବ ଆସିଗଲେ ହିଷ୍ଟ୍ରି ପ୍ରତି ତାର ଅଭାବ ରହିବନି ଆଉ ରହିଲା ଜାଗରୂପୀ ସେ ସାରକୁ ମଧ୍ୟ ମୁଁ ଡକାଇଛି ସେ ଆସି ଯାଉଥିବେ ନା କଣ ଆଜ୍ଞା ପହଞ୍ଚି ଗଲି ସାର୍ ନମସ୍କାର ଆୟୁଷ୍ମାନ
ନିହାତି ଭାବ ଖାଇବି କଣ ଆପଣଙ୍କୁ ଖାଇବି ବାପା ଏଇ ନେ ଚାଟି ଚାଟି ଖାଇ ପକାଲୋ ଚାଟି ଚାଟି ଖାଇବ ନା ଆପଣ କିଛି ଖରାପ ଭାବିନି ସାର୍ ତାର ଏଇଟା ଗୋଟେ ବଦଗୁଣ ହେଲେ ସାର୍ ଆପଣଙ୍କ ନାଁଟା ମୋ ନା FPL FPL ମାନେ ସରକାରଙ୍କ ତରଫରୁ ଶସ୍ତାରେ ମିଳୁଥିବା ଗହମ ସାର୍ ଖାଇବି ଖାଲି ଖାଇବି ଏରେ ହଁ ଆଉ ଗୋଟେ ଦିଅ ତ ଦିଟା ଚାଟି ଚାଟି ଖା ଏ ସାର୍ FPL ମାନେ କଣ ମୁଁ କିଛି ବୁଝିପାରିଲିନି ମାନେ ଏଇ ଆଲତୁ ପିରେ ଫାଲତୁ ଏଲେ ଲୋକ ମାନେ ଆଲତୁ ଫାଲତୁ ଲୋକଟା ଆଉ ତୁମେ ମୁଁ ଆଲି BPL ମାନେ ଭର୍ତ୍ତି পেলা ଲୋକ ଆମେ ଆଲୁ ବଡ ବଡଙ୍କ ପାଖ ଲୋକ ଆମେ ବି FPL ଆସ ପାଖରେ ଲାଗ ତାହେଲେ ଆପଣ FPL ସାର୍କୁ ଆଗରୁ ଚିହ୍ନି ଏ ମାମୁ ମୁଁ ଚିହ୍ନିଛି ମାନେ ଆମେ ପରା ଦି ଜଣ ଜାଳ ଭାଇ ମୁଁ ଜ୍ୟେଷ୍ଠ ସିଏ କନିଷ୍ଠ ଇଏ ଶଳା ତମେ ଦି ଭାଇ ତାହେଲେ ମୋ ଝିଅର ଆଉ କିଛି ଅସୁବିଧା ରହିବ ନାହିଁ ମୋ ଝିଅର ବୁଦ୍ଧିର ବତିଟା ଖାଲି ଜଳିବ ତୁ ଦେଇକି ଜଳିବ ତୁ ଦେଇକି ହେଲେ ଜଳିବ କିଏ କେତେବେଳେ ପଢେଇବ ସେ କଥାଟା କହିଲ ହେଲେ ଗୋଟେ କଣ୍ଡିସନ ମାମୁ କଣ କଣ୍ଡିସନ କଣ୍ଡିସନ ଟା ହେଲା ସିଏ ଯେମିତି ଜୋଗ୍ରାଫି ପାଠ ଅଧ୍ୟୟନ କଲାବେଳେ ହିଷ୍ଟ୍ରି ମୋ ନ ବଳ କାହିଁକି ସେ ଜୋଗ୍ରାଫି ପଢେଇବା ହିଷ୍ଟ୍ରି ପ୍ରତି କାହିଁ ମନ ଦବ ନାଇଁ କାହିଁକି ମନ ଦବ ହଁ ସେ ଜୋଗ୍ରାଫି ପଢେଇଲାରୁ ଜୋଗ୍ରାଫିରେ ମନ ଦବ ହିଷ୍ଟ୍ରି ପଢେଇଲାରୁ ହିଷ୍ଟ୍ରିରେ ମନ ଦବ ହଁ ଆରେ ମାମୁ ଯଦି ବାଇଚାନ୍ସ ଆମ ଚପଲ କୁକୁର ନେଇଗଲା କାହିଁକି ଚପଲ କୁକୁର ନବ ଏବା ବାପା ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସିଛି କଣ ଆଇଡିଆ? BPL ସାର୍ ହିଷ୍ଟ୍ରି ପଢିଲା ବେଳେ ତାଙ୍କ ଚପଲ ବାହାରେ ରହିବ ଆଉ FPL ସାର୍ ଅପେକ୍ଷା କରିବେ ଆଉ FPL ସାର୍ ଭିତରେ ଥିବା ବେଳେ BPL ସାର୍ ବାହାରେ ଅପେକ୍ଷା କରିବେ ଦେଖିଲ ମୋ ଝିଅର କି ବୁଦ୍ଧି ଇଏ କାହାର ମୋ ବିଲିଟା ମୋ ଧନଟା ଆରେ ସାର୍ କେତେବେଳେ ଆସିବେ ଯେ ପାଠ ପଢିବାକୁ ସେଟା ସାର୍ କହିବେ ଆଉ ଆଚ୍ଛା ମାମୁ ମୁଁ ଭାବୁଛି ହିଷ୍ଟ୍ରି ପଢିବା ପାଇଁ ସନ୍ଧ୍ୟା ସମୟଟା ହିଁ ଠିକ ହବ ନେଭର ରାତ୍ରି ସମୟ କେବଳ ଜିଗ୍ରାଫି ଅଧ୍ୟୟନ କରିବା ସମୟଟା ତମେ କାହିଁକି ମଝିରେ ଷଣ୍ଢ ମାରୁଛ ତୁ କାହିଁକି ବାପା ମଝିରେ ଷଣ୍ଢ ପୁରେଲୁରେ ସନ୍ଧ୍ୟା ସମୟରେ ହିଷ୍ଟ୍ରି ପଢିବା ଉଚିତ। ନାଇଁ ଜିଗ୍ରାଫି ନା ହିଷ୍ଟ୍ରି ନାଇଁ ଜିଗ୍ରାଫି ତମେ ଦି ଭାଇ ଯୁଦ୍ଧ କରି ମୋ ଘରଟାକୁ କୁରୁକ୍ଷେତ୍ର କରିବ ନା କଣ ଏ ମାମୁ ଗୋଟେ କାମ କର ଡିସିସନଟା ବର୍ତ୍ତମାନ ଛାତ୍ରୀଙ୍କ ଉପରେ ଛାଡ଼ିଦେ ସେ ଯୋଉ ଡିସିସନ ନେବେ ସେଇଟା ଫାଇନାଲ କୁହ ଛାତ୍ରୀ ତୁମେ ରାତ୍ର ସମୟରେ କଣ ଅଧ୍ୟୟନ କରିବ ହିଷ୍ଟ୍ରି ନା ଜିଓଗ୍ରାଫି କହିଦେ କହିଦେ ନା ବାପା ଆଉ ରାଜା ପଡିଲା କହିଦେ ମୁଁ ଦିଟା ଯାକ ଏକା ସାଙ୍ଗରେ ପଢିବି ଦିଟା ଯାକ ଏକା ସାଙ୍ଗରେ କରୁ ହଁ ଦିଟା ଯାକ ଏକା ସାଙ୍ଗରେ ପଡିଲେ ଧୈର୍ଯ୍ୟ ଧରି ପାରିବୁ ତ ସେଥିପାଇଁ ତମେ ଚିନ୍ତା କରନି ବାପା ମୋର ସେ ଦକ୍ଷତା ଅଛି ଓ ଝିଅର ଯୋଗ୍ୟତା ଅଛି ଅଛି ହେଲେ ମାମୁଁ ମୁଁ ଏବେ ଆସୁଛି ଆସ ନମସ୍କାର ସାର୍ କଣ ଆପଣ ପୁଣି କେତେବେଳେ ଆସିବେ ଯେ ରାତି 8:45 ଶୁଭ ଯୋଗ ନଡିଆ କଦଳୀ ରେଡି କରି ରଖିଥିବୁ ଆସିଲେ ଟିକେ ଜେଗର ଭିଡା ଘଷି ଦେ
ସନ୍ଧ୍ୟା ସମୟ ଟିକେ ଶୁଭ କି ପ୍ରସ୍ତୁତ ହେଇଯିବ ହେଲା ଆଜ୍ଞା ଆମେ ହିଷ୍ଟ୍ରି କ୍ଲାସ କରିବା ମାମୁ ମୁଁ ତ ଆଉଛି ମାମୁ କଣ ହେଲା? ସାର୍ ପଳେଇଲେ ଯା ତୁ। ପୁଣି ଆସିବେନି କି? ଏଠି ମା ବାପା ମୋର ବାହାରେ ଅନେକ କାମ ଅଛି ହଁ। ମୁଁ ଫେରୁ ଲେଟ୍ ହେଇପାରେ ତୁ ସନ୍ଧ୍ୟା ବେଳେ ପ୍ରସ୍ତୁତ ହୋଇ ରହିବୁ ସାର୍ ଆସି ପାଠ ପଢେଇବେ